ନିତମ୍ବିନୀ ମୋର କାନ୍ଧରେ ହାତ ରଖିଲା ସ୍ନେହପୂର୍ଣ୍ଣ କଣ୍ଠରେ, ଯେ ମା, ତୁମେ ତ ପୃଥିବୀର ଶ୍ରେଷ୍ଠ ସୁନ୍ଦରୀ। କୃଷ୍ଣ ଯଦି ପୃଥିବୀର ସୁନ୍ଦରତମ ପୁରୁଷ ହୁଅନ୍ତି, ତୁମର ଚିନ୍ତା କାହିଁକି? କୃଷ୍ଣ ଯଦି ହୁଅନ୍ତି ଅନନ୍ତ ନୀଳିମା ଆକାଶ, ତୁମେ ହେବ ସେ ନୀଳିମାର ଶୋଭାବର୍ଦ୍ଧନକାରିଣୀ ସନ୍ଧ୍ୟାକାଳୀନ ମେଘଖଣ୍ଡ। କୃଷ୍ଣ ଯଦି ହୁଅନ୍ତି ନୀଳ ସରସିର ଜଳ, ତୁମେ ହେବ ତାଙ୍କ ବୁକୁର ନୀଳ ଇନ୍ଦୁବର। କୃଷ୍ଣ ଯଦି ହୁଅନ୍ତି ସବୁଜ ଶ୍ୟାମଳ ପୃଥିବୀ, ତୁମେ ହେବ ପୃଥିବୀ ବୁକୁରେ ତରଙ୍ଗିତ ନୀଳ ଶୈଳ ଶ୍ରେଣୀ। ଆଉ କୃଷ୍ଣ ଯଦି ହୁଅନ୍ତି ଶାନ୍ତ ସୁନୀଳ ବିଶାଳ ସମୁଦ୍ର, ତୁମେ ହେବ ତାଙ୍କ ବୁକୁର କୋମଳ ଶୈବାଳିନୀ। କିଏ କାହାଠୁ ଊଣା ନୁହେଁ କି ବେଶୀ ନୁହେଁ, ଜଣେ ଜଣଙ୍କର ଶୋଭା ବଢ଼ାଏ। ତୁମେ ଆଉ କୃଷ୍ଣ ଠିକ୍ ସେମିତି। ମୁଁ ଭାବୁଥାଏ ସଖୀ ନିତମ୍ବିନୀର ଏ ଚାଟୁବାକ୍ୟ ସତ୍ୟ। ଏତିକିବେଳେ ଶଙ୍ଖନାଦ ହେଲା। ନୀଳାଞ୍ଜନ ଅସ୍ତବ୍ୟସ୍ତ ହୋଇ ପହଞ୍ଚିଲା। କହିଲା, ମହାରାଜ ବୈଠକ ଗୃହରେ ଅପେକ୍ଷା କରିଛନ୍ତି। କୃଷ୍ଣ ଦ୍ୱାରକା ଫେରିଯିବା ପାଇଁ ରଥ ପ୍ରସ୍ତୁତ କରୁଛନ୍ତି। କୃଷ୍ଣ ଦର୍ଶନ ପାଇଁ ଶୀଘ୍ର ଆସନ୍ତୁ। ନିଜକୁ ସଜାଇବା ପାଇଁ ଆଉ ସମୟ ନଥିଲା। ମୁଁ ସମ୍ପୂର୍ଣ୍ଣ ନିରାଭରଣା ଓ ରୌପ୍ୟ ଜରିଦିଆ ଶୁଭ୍ର ବସନ ପାଲଟିବା ପାଇଁ ମଧ୍ୟ ବେଳ ନାହିଁ। ସେମିତି ସେଇ ଅବସ୍ଥାରେ ବାହାରି ପଡ଼ିଲି। ସିକ୍ତ କେଶର କବରୀ ସାଜିବାର ଅବସର ନାହିଁ। ଉନ୍ମୁକ୍ତ କେଶ ନିତମ୍ବ ଛୁଇଁ ଅଯତ୍ନରେ ତରଙ୍ଗ ସୃଷ୍ଟି କରୁଥାଏ। ସେଥିପାଇଁ ମୋର ଭ୍ରୂକ୍ଷେପ ନାହିଁ। ନିତମ୍ବିନୀ ମୋତେ ଚାହିଁ କହିଲା, ବିଧାତା ଯାହାକୁ ସୌନ୍ଦର୍ଯ୍ୟର କାରୁକାର୍ଯ୍ୟରେ ମଣ୍ଡଣି କରିଛି, ତାର ଅଳଙ୍କାର ବସନ ଭୂଷଣର ପ୍ରୟୋଜନ କ'ଣ? ସତେ ଯେ ମା, ତୁମର ଏଇ ପୂଜାରିଣୀ ବେଶ ଭାରି ମନଲୋଭା। ଗୋପୀ ବଲ୍ଲଭ କୃଷ୍ଣ ଧୈର୍ଯ୍ୟ ଧରି ଦ୍ୱାରକା ଫେରିବେ ତ? ମୁଁ କିଛି ଉତ୍ତର ଦେଲି ନାହିଁ। ପିତା କାଳେ ବିରକ୍ତ ହେଉଥିବେ ବୋଲି ମୁଁ ଚିନ୍ତିତ ଥାଏ। ନିତମ୍ବିନୀ ସେହି ବୈଠକ ଘରେ ପହଞ୍ଚିଲି। ମୋ ନିଜର ପାଦ ଦୁଇଟିକୁ ମୁଁ କେବଳ ଦେଖୁଥାଏ। ଆଖି ତୋଳିଲି। କୃଷ୍ଣ ରୂପ ଦର୍ଶନ କରିବା ପାଇଁ ସାହସ ହେଉନଥାଏ। ତାଙ୍କ ମନଲୋଭା ରୂପର ଜ୍ୱାଳା ସହି ନ ପାରିଲେ ପୁଣି କି ଅପଦସ୍ଥ ନ ହେବି? ମୁଁ କୃଷ୍ଣଙ୍କୁ ପ୍ରଣାମ ଜଣାଇବା ପୂର୍ବରୁ ସେ ମଧୁର ସମ୍ଭାଷଣ କରି କହିଲେ, ଦେବୀ କୃଷ୍ଣା, ତୁମ ଯୋଗୁଁ ପୃଥିବୀର ଅନେକ ଦୁଷ୍ଟ ନାଶନ ହେବେ ଏବଂ ଧର୍ମ ସ୍ଥାପିତ ହେବ। ତୁମେ ଶକ୍ତିମୟ ନାରୀ, ପୁଣି ସର୍ବ ସୁଲକ୍ଷଣାଯୁକ୍ତ। ଧର୍ମ ରକ୍ଷା ଏବଂ ଧର୍ମ ସଂସ୍ଥାପନ ପାଇଁ ମୁଁ ମଧ୍ୟ ଜୀବନପଣ କରିଛି। ତୁମେ ବି ସେଇଥିପାଇଁ ଜନ୍ମଲାଭ କରୁଛ, ତେଣୁ ମୋର ପ୍ରଣାମ ଗ୍ରହଣ କର। ପିତା ଆଗ୍ରହରେ କହିଲେ, ସେଥିପାଇଁ ତ କେବଳ ମୁଁ କୃଷ୍ଣଙ୍କୁ କୃଷ୍ଣଙ୍କ ପାଦରେ ଅର୍ପଣ କରିଦେଇଛି। କୃଷ୍ଣର ନାମକରଣ ସମୟରୁ ହିଁ ସେ କୃଷ୍ଣଙ୍କ ପାଦ ତଳେ ସମର୍ପିତା। ହେ କୃଷ୍ଣ, କୃଷ୍ଣଙ୍କ ପାଦ ପଦ୍ମରେ ସ୍ଥାନ ଦେଇ ମୋତେ କୃତାର୍ଥ କରନ୍ତୁ। ମୁଁ ନତମୁଖ ହୋଇ କୃଷ୍ଣଙ୍କ ନୀଳକମଳର ପାଦ ଦୁଇଟି ଉପରେ ଦୃଷ୍ଟି ହଜାଇ ନେଇଥାଏ। ଆଉ ଅଳ୍ପ କେତୋଟି ମୁହୂର୍ତ୍ତରେ ମୁଁ ସେଇ ପାଦ ତଳେ ନିଜକୁ ସମର୍ପି ଦେଇଥାନ୍ତି। କୃଷ୍ଣ ତାଙ୍କର ପାଦ ଦୁଇଟିକୁ ଘୁଞ୍ଚାଇ ନେଲେ। ଶାନ୍ତ ମଧୁର ସ୍ୱରରେ କହିଲେ, ରାଜା ଦ୍ରୁପଦ, ଦେବୀ କୃଷ୍ଣା ସାଧାରଣ ନାରୀ ନୁହନ୍ତି। ତାଙ୍କ ପାଇଁ ସ୍ୱୟଂବରର ଆୟୋଜନ କରନ୍ତୁ। ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ବୀର ହିଁ କୃଷ୍ଣଙ୍କର ଯୋଗ୍ୟତମ ପୁରୁଷ। କାହାରି ପାଦ ତଳେ ଉପଯାଚିକା ଭାବେ କୃଷ୍ଣଙ୍କୁ ସମର୍ପି ଦେବା ଦ୍ୱାରା ତାଙ୍କର ଅପମାନ ହିଁ କରୁଛନ୍ତି। କୃଷ୍ଣଙ୍କର ଯୋଗ୍ୟତମ ପୁରୁଷ ଭାବରେ ଯିଏ ନିଜକୁ ପ୍ରମାଣ କରିପାରିବ, ସେ ହିଁ କେବଳ କୃଷ୍ଣଙ୍କର ପାଣି ଗ୍ରହଣ ପାଇଁ ଉପଯୁକ୍ତ ହେବ। ପିତା ବ୍ୟାକୁଳ କଣ୍ଠରେ କହିଲେ, ହେ କୃଷ୍ଣ, ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ବୀର ଆପଣଙ୍କ ଛଡ଼ା ଆଉ କିଏ ହୋଇପାରେ? କୃଷ୍ଣ ଯେଉଁଠି ମନୋମତ ପୁରୁଷ, ସେଠାରେ ସ୍ୱୟଂବରର ଅଯଥା ଆୟୋଜନ କାହିଁକି? ଆପଣ ଥାଉ ଥାଉ ସ୍ୱୟଂବରରେ କୃଷ୍ଣଙ୍କୁ କିଣି ନେବାର ଶକ୍ତି କାହା ପାଖରେ ଅଛି? ଅଛି। ସେ ଶକ୍ତି କୃଷ୍ଣ ବ୍ୟତୀତ ଆଉ ଜଣଙ୍କର ଅଛି। ତେଣୁ ସ୍ୱୟଂବର ବ୍ୟତିରେକ କୃଷ୍ଣଙ୍କର ପାଣି ଗ୍ରହଣ ଅଧିକାର କାହାର ନାହିଁ। ଏତିକି କହି କୃଷ୍ଣ ମନ୍ଦ ମଧୁର ଠାଣିରେ ମୃଦୁ ମୃଦୁ ହସିଲେ। ତାଙ୍କର ସେହି ହସ ଯେ କୌଣସି ତରୁଣୀର ହୃଦୟକୁ ମନ୍ଥନ କରି ସେଥିରେ ସଞ୍ଚିତ ସମସ୍ତ ଅମୃତକୁ ଲୁଟି ନେବା ପାଇଁ ଯେପରି ଅଭିପ୍ରେତ। ସଖୀ ମୋତେ ଇଙ୍ଗିତ କରୁଥାଏ ମୋ ହାତରେ ଥିବା ବନମାଳଟିକୁ କୃଷ୍ଣଙ୍କ ଗଳାରେ ଲମ୍ବାଇ ଦେବା ପାଇଁ। ସେ କଥା ମୁଁ ମଧ୍ୟ ଚାହୁଁଥାଏ, ଅଥଚ ପାଇପାରୁନଥାଏ। କୃଷ୍ଣ ପ୍ରେମରେ ମୁଁ ଉନ୍ମୁକ୍ତ ନ ହୋଇ ବିବଶ ହୋଇଯାଇଥାଏ। ଠିକ୍ ସେତିକି ବେଳେ ପିତା ପ୍ରଶ୍ନ କଲେ, ସେ କିଏ? କଣ ତାର ପରିଚୟ? କୃଷ୍ଣଙ୍କ ଛଡ଼ା ଯିଏ ମୋ ପ୍ରାଣପ୍ରିୟ କୃଷ୍ଣର ଯୋଗ୍ୟ। କୃଷ୍ଣ ଅତ୍ୟନ୍ତ ସ୍ନେହପୂର୍ଣ୍ଣ ଗଳାରେ କହିଲେ, ହରି, ହର, ବ୍ରହ୍ମା ଓ ଇନ୍ଦ୍ରଙ୍କର ଶକ୍ତି ନେଇ ପୃଥିବୀରେ ଜଣେ ମହାପୁରୁଷଙ୍କର ଜନ୍ମ ହୋଇଛି। ସେ ମଧ୍ୟମ ପାଣ୍ଡବ ଅର୍ଜୁନ, ମୋର ପିଉସୀଙ୍କ ପୁତ୍ର। ବୟସରେ ମୋ ଠାରୁ ଠିକ୍ ବର୍ଷେ ସାନ। ଖାଲି ସେତିକି ନୁହେଁ, ମୋର ଏବଂ ଅର୍ଜୁନର ପିତୃବଂଶ ଏକ। ପୁଣି ଅର୍ଜୁନ ମୋରି କଳା ନେଇ ଜନ୍ମ। ଚନ୍ଦ୍ରବଂଶୀ ରାଜା ଯଯାତି ଔରସରେ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କ ଗର୍ଭରୁ ଯଦୁଙ୍କର ଜନ୍ମ। ସେ ମୋର ପିତୃପୁରୁଷ। ଯଯାତିଙ୍କ ଦ୍ୱିତୀୟା ପତ୍ନୀ ଦୈତ୍ୟରାଜ ବୃଷପର୍ବାଙ୍କର କନ୍ୟା ଶର୍ମିଷ୍ଠାଙ୍କ ଗର୍ଭରୁ ଜାତ ହୋଇଥିଲେ କୁରୁ।
से कौरव एवं पांडव मानकर पितृपुरुष। हे राजा, अर्जुनर वीरत्व तुमको अविदित नुहे। से थाउ थाउ कृष्णंकर योग्य पुरुष मु होई न पारे। अर्जुन केवल मो सान भाई नुहे, से मोर अंतरंग बंधु प्रिय सखा। आमर शरीर मात्र भिन्न, आत्मा अभिन्न। अर्जुन परी त्रिभुवन वीर पुरुष को जामाता रूप में पाइले तुम्हें निश्चय यशस्वी हेब एवं तुमर प्रतिज्ञा पूर्ण हेब, से संदेह नहीं। पिता उत्फुल्लित हेले। जो वीर पुरुष दिने गुरु द्रोणाचार्य आदेश पिता को बंदी कर पुणी जामाता। तांकरी बाहुबल द्रोणाचार्य अहंकार पूर्ण हेब। जामाता हस्ते निजर अपमान प्रतिशोध नेबे राजा द्रुपद। जो वीर पुरुष को छात्र भाव में पाई द्रोणकर एत गर्व, से हेबे राजा द्रुपद जामाता, से द्रोणाचार्य आगे गर्व मस्तक उन्नत कर शिक्षा हेबे। कहे द्रोण, आज पर्यंत मोर जामाता भाव में उपयुक्त करने तू अर्जुन को श्रेष्ठ वीर कई गढ़ी। तोर सर्वश्रेष्ठ छात्र जे मोर जामाता हेब एक जानी तू बोधुए ताकू समस्त युद्ध कौशल दे न। वर्तमान मोर जामाता तत्ते परास्त करिपारे, तेणु तू चिरदिन मोर शरणापन्न होई रहिबा उचित। पितांकर भावना तांको मुखरे उछुली पड़ुथिला। कृष्ण हुंतु बा अर्जुन हुंतु तांकर जामाता वीर श्रेष्ठ हेबा आवश्यक। द्रोणଙ୍କ अपमानर प्रतिशोध नेबा पई उपयुक्त जामाता यदि अर्जुन हुंती तेबे तांकर आपत्ति करिबार कोन अछि। किंतु मु कोन करिवि? जो वनमालटी श्रीकृष्ण गलारे देवी बोली सकाळु बसी पवित्र हृदय गुंथिथिली ताको अर्जुन को देवाको हेबो, ता पुणी कृष्ण के इच्छा रे। मोर निजर किछि इच्छा नहीं, किछि आशा नहीं, आकांक्षा नहीं, कारण मु यज्ञ होमर संभूता याज्ञसेनी। मोर जन्म जीवन एवं मरण आउ कहार निर्देश रे परिचालित। मु काहेकि आसीछि, काहेकि बंची रहिबि, काहेकि मृत्यु लभिबि, तार उद्देश्य मु जाने नहीं। अज्ञानता ही मोर संबल। मोर विषर्ण चिंतित मुख को चाहि कृष्ण मधुर स्वर कले, देवी द्रौपदी पितांकर शत्रु नाशन तुम